ବୟସ ସହିତ ବଢ଼ି ଚାଲିଥିବା ପେଟ ତାକୁ ନେଇ ଉପୁଜୁଥିବା ସମସ୍ୟା ଏବଂ ସେସବୁର ସମାଧାନକୁ ନେଇ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଏହି ଚ୍ୟାଲେଞ୍ଜର ଷଷ୍ଠ ଦିନରେ। ପ୍ରଥମେ ପ୍ଲାଙ୍କ, ତାପରେ ଲୋୟାର ପ୍ଲାଙ୍କ, ଲାଷ୍ଟରେ ସଲଭାସନର 3ଟି ଭେରିଏସନ୍। ବଢ଼ିଥିବା ପେଟକୁ କମାଇବା ୱାନ୍ ଡେର ପ୍ରୋସେସ୍ ନୁହେଁ, ସେଟା ଆପଣଙ୍କୁ ଜଣା, ମୋତେ ମଧ୍ୟ ଜଣା। ମାତ୍ର ଏଇ 3ଟି ଏକ୍ସରସାଇଜ ଯଦି ଆପଣ ମର୍ଣ୍ଣିଂ ୱାର୍କଆଉଟ୍ରେ ଏଟଲିଷ୍ଟ 1 ମିନିଟ୍ ମଧ୍ୟ ହୋଲ୍ଡ କରିବେ, ତେବେ ଯେଉଁ ପେଟଜନିତ ସମସ୍ୟା ରହୁଛି ଯେମିତି ଗ୍ୟାଷ୍ଟ୍ରିକ୍, ଏସିଡ଼ିଟି, ଆପଣଙ୍କର ଫ୍ୟାଟି ଲିଭର, ଡାଇବେଟିସ୍ ଯାହା ବି ରହୁଛି, ଏଇ ଏକ୍ସରସାଇଜ ଦ୍ୱାରା ଯେଉଁ ଭାଇବ୍ରେସନ୍ ହେବ ଆପଣ ତାର ଗୁଡ୍ ଇଫେକ୍ଟ ଫାର୍ଷ୍ଟ ଡେରୁ ହିଁ ଫିଲ୍ କରିବେ। ଆଉ ରେଗୁଲାର ବେସିସ୍ରେ ଯଦି ଆପଣ ଏକ୍ସରସାଇଜକୁ କରିବେ ତାହେଲେ ଆପଣଙ୍କର ପେଟ ମଧ୍ୟ କିଛି ଇଞ୍ଚେସ୍ କମିଯିବ। ଦେଖିବେ ପେଟ ଯେତେବେଳେ 1 ଇଞ୍ଚ ମଧ୍ୟ କମିଯିବ, ଶାରୀରିକ ସମସ୍ୟା କଥା ଛାଡ଼ନ୍ତୁ, ଆପଣଙ୍କ ଯେଉଁ ଆତ୍ମବିଶ୍ୱାସ ତା ନିହାତି 10 ଗୁଣ ବଢ଼ିଯିବ। ଆଜି ଆମେ ବହୁତ ଭଲ ଏକ୍ସରସାଇଜ କରିଛୁ, ଯଥେଷ୍ଟ ଭାଇବ୍ରେସନ୍ ମଧ୍ୟ ପେଟରେ ଫିଲ୍ ହେଉଛି। ତ ଟିକେ ଚାଇଲ୍ଡ ପୋଜ୍କୁ ଆସି 5 ମିନିଟ୍ ନିଜ ଶରୀରକୁ ଟିକେ ରିଲାକ୍ସ କରାଇବା। ଶାନ୍ତ ହୁଅନ୍ତୁ, ଟିକେ ନିଶ୍ୱାସ ନିଅନ୍ତୁ ଏବଂ ଆଜିର ଉର୍ଜାକୁ ନିଜ ସହ ଘରକୁ ନେଇ ଯାଆନ୍ତୁ। ଦେଖା ହେବ ପୁଣି ଆପଣଙ୍କ ସହିତ ଚ୍ୟାଲେଞ୍ଜର ଅନ୍ୟ ଏକ ଦିନରେ। ସେତେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।